নমস্কার, ওম শান্তি, জয় জগন্নাথ। বর্তমান বিভিন্ন ପଞ୍ଚାୟତରୁ ଜୟଦେବ ନିର୍ବାଚନ ମଣ୍ଡଳୀରୁ ଅଭିଯୋଗ ଆସୁଛି ଯେଉଁ ଅମୃତ ପୋଖରୀ ଖୋଳାଯାଉଛି 10 ଲକ୍ଷ ଟଙ୍କା ଲେଖାଏଁ ଗୋଟେ ଗୋଟେ ପୋଖରୀ ପାଇଁ। ସେ ପୋଖରୀର କାମ ଜବ୍ କାର୍ଡ଼ରେ ହେବା କଥା, କିନ୍ତୁ ଜବ୍ କାର୍ଡ଼ରେ ନ ହେଇକରି ଭିଜି ରାମଜି ମାଧ୍ୟମରେ ହେବା କଥା, ତାକୁ ନ ହେଇକରି ଯେଉଁ ଜେସିପି ଲଗେଇକରି କାମ କରାଯାଉଛି ଏବଂ ସେ ଯେଉଁ ମାଟି ବାହାରୁଛି ସେଥିରୁ ସେ ମାଟି ସବୁ ବାହାରେ ଟ୍ରାକ୍ଟର ପିଛା 500 ଟଙ୍କା ଲେଖାଏଁ ବିକିକରି କିଛି ଲୋକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏବଂ ଶୁଣିବାକୁ ମିଳୁଛି ଯେଉଁ ଗାଁରେ ପୋଖରୀ ହେଉଛି ସେ ଗାଁ ଲୋକଙ୍କୁ କିଛି ପଇସା ପତ୍ର ଦେଇକରି ଏ କାମ କରୁଛନ୍ତି। ଏହାଦ୍ୱାରା କ'ଣ ହେବ? ହୁଡ଼ାରେ ଯଦି ମାଟି ପକାନ୍ତା, ହୁଡ଼ା ଉଞ୍ଚା ହୁଅନ୍ତା, ପାଣି ବେଶୀ ରହନ୍ତା ଏବଂ ସେଥିରେ ୱାଟର ଗ୍ରାଉଣ୍ଡ ମଧ୍ୟ ରିଚାର୍ଜ ହୁଅନ୍ତା, ସେଠି ମାଛ ଚାଷ ଭଲ ହୁଅନ୍ତା ବା ହୁଡ଼ାରେ ମଧ୍ୟ ବହୁତ ଗଛପତ୍ର ଲାଗିପାରନ୍ତା। କିନ୍ତୁ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କିଛି ଲୋକ ଏସବୁ କାମ କରୁଛନ୍ତି। ଅଧା ଟଙ୍କାରେ ଯେତିକି ଖୋଳିବା କଥା ସେତିକି ନ ଖୋଳାଯାଇ ଅଧା କାମ ହେଉଛି ବୋଲି ଅଭିଯୋଗ ଆସୁଛି। ତେଣୁକରି ଏଥିରେ ସରକାରୀ କର୍ମଚାରୀମାନେ ହୁସିଆର ହୁଅନ୍ତୁ, କାରଣ ଆମେ ଗୋଟେ ଭାରତୀୟ ଜନତା ପାର୍ଟି ତରଫରୁ ଗୋଟିଏ ପରିଦର୍ଶନ ଟିମ୍ ଗୋଟେ ତିଆରି କରାଯାଉଛି। ସେମାନେ ଯାଇକରି ସରକାରଙ୍କର ଯେତେ ଉନ୍ନତିମୂଳକ କାମ ହେଉଛି ଏ କାମ 25 ଜଣିଆ ଟିମ୍ ବୁଲିବେ, ସବୁ ଦେଖିବେ, ସାଙ୍ଗରେ ପ୍ରେସ୍ ମିଡ଼ିଆ ରହିବ ଏବଂ ସେଗୁଡ଼ାକ ବିଭିନ୍ନ ବିଭାଗର ଯେଉଁ କାମ ସେ ବିଭାଗର ଦୃଷ୍ଟିକୁ ଅଣାଯିବ, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଅଣାଯିବ ଯେ ଯେଉଁ ଉଦ୍ଦେଶ୍ୟରେ ଏହି ଅମୃତ ପୋଖରୀ ଖୋଳାଯାଉଛି ସେ ଉଦ୍ଦେଶ୍ୟ ପାଳନ ହୋଇପାରୁନାହିଁ କିଛି ବ୍ୟକ୍ତିଙ୍କ ନିଜ ସ୍ୱାର୍ଥ ପାଇଁ। ଦ୍ୱିତୀୟ କଥା ହେଲା କ'ଣ? ବର୍ତ୍ତମାନ ମାଇନିଂ ଡିପାର୍ଟମେଣ୍ଟ ପୁରା ଜୟଦେବ ପାଇଁ ଆଖି ବୁଜି ଦେଇଛି। ଏଠି କୋଟି କୋଟି ଟଙ୍କାର ବାଲି ରାତି ସାରା ବୁହା ଚାଲିଛି, କିନ୍ତୁ ମାଇନିଂ ଅଫିସର ଦୁଇଜଣ ଯାକ ଜୁନିୟର ମାଇନିଂ ଅଫିସର ସେମାନେ ଆରାମରେ ବସି ରହିଛନ୍ତି ଅଫିସରେ, ତାଙ୍କର ଯାହା ପ୍ରାପ୍ୟ ସେମାନେ ପାଉଛନ୍ତି, କିନ୍ତୁ ସରକାର କିନ୍ତୁ ପ୍ରାପ୍ୟ ପାଉନାହିଁ। ରାଜସ୍ୱ ସରକାର ପାଇବା କଥା, ରାଜସ୍ୱ ପାଇପାରୁନାହିଁ। ଏକଥା ମାଇନିଂ ଡାଇରେକ୍ଟରଙ୍କୁ ମଧ୍ୟ ମୁଁ କହିଥିଲି, ଡାଇରେକ୍ଟର ମାଇନିଂସ ମଧ୍ୟ କହିଥିଲି। ସେ କହୁଥିଲେ ମୁଁ ଏ ବିଷୟରେ ତଦନ୍ତ କରିବି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି, କିନ୍ତୁ କାର୍ଯ୍ୟାନୁଷ୍ଠାନ କିଛି ହେଲା ନାହିଁ, କାର୍ଯ୍ୟାନୁଷ୍ଠାନ ଶୂନ୍ୟ ହେଲା। ମୁଁ ସେଥିପାଇଁ ନିଷ୍ପତ୍ତି ନେଇଛି, ଯେହେତୁ ମୋତେ ଜୟଦେବ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଭାରତୀୟ ଜନତା ପାର୍ଟି ଦେଇଛନ୍ତି, କାରଣ ଏ ପାର୍ଟିର ନିୟମ ହେଲା ଯେ ଲଢ଼ିବେ, ହାରିଲେ ବି ସେଠିକାର ନେତା, ଜିତିଲେ ବି ସେଠିକାର ନେତା। ତେଣୁ ମୁଁ ଭାବୁଛି ଯେଉଁ ଜାଗାରେ ଦୁର୍ନୀତି ହେବ ଆମେ ସେ ଅଫିସରଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବୁ, ଘେରାଉ କରିବୁ ଏବଂ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସକୁ ବି ଲେଖିବୁ, ମୁଖ୍ୟମନ୍ତ୍ରୀ ଲେଖା ବୋଲି ନିଷ୍ପତ୍ତି ହେଇଛି। କମିଟି ମଧ୍ୟ ଦିନେ 2 ଦିନ ଭିତରେ ତିଆରି ହେଉଛି। ତେଣୁକରି ଅଫିସରମାନେ ଆପଣମାନେ ସଜାଗ ହୁଅନ୍ତୁ ଏବଂ ଠିକ୍ ଠାକ୍ରେ କାମ କରନ୍ତୁ। ଭାବନ୍ତୁ ନାହିଁ ଲୋକ ଅନ୍ଧ ହେଇକି ଅଛନ୍ତି। ଲୋକମାନଙ୍କୁ, ଜନସାଧାରଣଙ୍କୁ ମଧ୍ୟ କହିବି, ସେମାନେ ମଧ୍ୟ ନିଜର ସ୍ୱାର୍ଥ ପାଇଁ, ନିଜର ଭଲ ପାଇଁ ସେମାନେ ମଧ୍ୟ ଠିକ୍ ଠାକ୍ ଦେଖନ୍ତୁ ତାଙ୍କର କାମ ହେଉଛି କି ନାହିଁ। ଯଦି ନ ହେବ ସେମାନେ ମୋତେ ତୁରନ୍ତ ଫୋନ୍ କରି ଜଣାନ୍ତୁ। ଯେଉଁଠି ଯାହା ଅଭିଯୋଗ ଅଛି ଆମେ ତାକୁ ତଦନ୍ତ କରିବୁ ଏବଂ ସରକାରଙ୍କୁ ଜଣାଇବୁ। କାରଣ ଏଇ ଯେଉଁ ଟଙ୍କା ଖର୍ଚ୍ଚ ହେଉଛି ଏ ଟଙ୍କା ଆପଣଙ୍କ ଟ୍ୟାକ୍ସ ପେଇ ପଇସା। ଭାବନ୍ତୁ ନାହିଁ ସରକାରଙ୍କ ଟଙ୍କା, ସରକାର କେଉଁଠି ଟଙ୍କା ପାଇବେ? ଆପଣ ଯେଉଁ ଟ୍ୟାକ୍ସ ଦେଲେ ସେଇ ଟ୍ୟାକ୍ସର ପଇସାରେ ସରକାର ଆପଣଙ୍କୁ ପୋଖରୀ ଖୋଳି ଦେଉଛନ୍ତି, ରାସ୍ତା ବନେଇ ଦେଉଛନ୍ତି, ଟ୍ୟୁବୱେଲ୍ ବସାଉଛନ୍ତି। ଏ ଆପଣଙ୍କର ପଇସା। ଯଦି ଆପଣମାନେ କାମ ବୁଝି ନେବେ ନାହିଁ, ଯଦି ଆପଣମାନେ କାମ ଠିକ୍ ଠାକ୍ରେ କରାଇ ନେବେ ନାହିଁ, କାହାକୁ ଡରି କରି, ଯେଉଁ ଲୋକ ଆଜି ପର୍ଯ୍ୟନ୍ତ ମାଛିଟିଏ ମଶା ଟିକେ ମାରି ନାହିଁ ତାଙ୍କ ଡରରେ ଯଦି ଆପଣ ଚୁପଚାପ ରହିଯିବେ ତାହେଲେ ତ ଆପଣମାନଙ୍କର ହିଁ କଷ୍ଟ ହେବ, ଅନ୍ୟ କାହାର କଷ୍ଟ ହେବନି। ସରକାରୀ ଚାକିରିଆ ଆଜି ଅଛି କାଲି ନାହିଁ, ତାଙ୍କର ପଇସା ସେମାନେ ପରସେଣ୍ଟେଜ ପାଇକରି ସେମାନେ ଖସି ପଳାଇବେ,
ଅସୁବିଧା ହେବ ଆପଣମାନଙ୍କର। ତେଣୁ ଆପଣମାନେ ଦୟାକରି ଟିକେ ସଜାଗ ହୁଅନ୍ତୁ ଏବଂ ହିସାବ ନିଅନ୍ତୁ। ଜେଇକୁ ପଚାରନ୍ତୁ ଯେ କେତେ ଗଭୀର ହେବା କଥା ପୋଖରୀ, କେତେ ଲମ୍ବା ହେବା କଥା, କେତେ ଓସାର ହେବା କଥା, ବୁଝନ୍ତୁ କେତେ ଟଙ୍କା ସ୍ୟାଙ୍କସନ୍ ହେଇଛି। ଏସବୁ ନ ବୁଝିଲେ ଅନ୍ଧ ମୁକ ବଧିର ଭଳିଆ ରହିଲେ କିଛି ଆପଣମାନଙ୍କର ହେଇପାରିବ ନାହିଁ। ଆଉ ଏଇ କଥାକୁ ଯେଉଁମାନେ ସମାଲୋଚନା କରୁଛନ୍ତି ତାଙ୍କୁ ମୁଁ ଘୃଣା କରିବି ଯେ ମୁଁ ଯେଉଁ କଥା କହେ ଭଲ କଥା କହେ ତାପରେ ସମାଲୋଚନା କରନ୍ତି ମାନେ ସେମାନେ ଗୋଟେ ମଣିଷ ପଦବାଚ୍ୟରେ ନୁହେଁ ବୋଲି ମୁଁ ଅନୁମାନ କରୁଛି। କାରଣ ଆଜି ପର୍ଯ୍ୟନ୍ତ ମୁଁ ଖରାପ କଥା କହି ନାହିଁ, ଖରାପ କଥା କହିବି ନାହିଁ, ଜନମଙ୍ଗଳ କଥା କହିବି। ତେଣୁକରି ଯେଉଁମାନେ କିଛି ଅଛନ୍ତି ଯାହାଙ୍କୁ ଯଦି କଷ୍ଟ ହୁଏ ମୁଁ କ'ଣ କରିବି ସେ ବିଷୟରେ। ତେଣୁକରି ସମସ୍ତେ ଧ୍ୟାନ ଦିଅନ୍ତୁ। ସମସ୍ତଙ୍କୁ ନମସ୍କାର, ଓମ୍ ଶାନ୍ତି, ଜୟ ଜଗନ୍ନାଥ।